ସୃଷ୍ଟିର ଆରମ୍ଭ ପୂର୍ବରୁ ସମସ୍ତ ଦିଗ ଅନ୍ଧକାରରେ ଡୁବିଥିଲା। ନା ଥିଲା ସୂର୍ଯ୍ୟ, ନା ଥିଲା ଚନ୍ଦ୍ର, ନା ଥିଲା ଏହି ପୃଥିବୀ। ଥିଲା କେବଳ ଅସୀମ ଜଳ। ଆଉ ସେହି ଅସୀମ ଜଳ ମଧ୍ୟରେ ଏକ ଦିବ୍ୟ ପଦ୍ମ ଫୁଟିଥିଲା ଏବଂ ସେହି ପଦ୍ମ ଉପରେ ବସିଥିଲେ ବ୍ରହ୍ମା। ସେ ହଠାତ୍ ଶୁଣିଲେ ତପ ତପ। ଆଉ ସେ ଭାବିଲେ କିଏ ଥିଲା ସେ ଆଜ୍ଞା, ତା ସହିତ କିପରି ଆରମ୍ଭ ହେଲା ଏ ସୃଷ୍ଟି। ଚାଲନ୍ତୁ ଜାଣିବା। ନମସ୍କାର। ଆଜି ଆମେ ଶୁଣିବା ଏକ ଅତ୍ୟନ୍ତ ଅଦ୍ଭୁତ କାହାଣୀ। ଏହି କାହାଣୀ ଆମକୁ କେବଳ ସୃଷ୍ଟିର ଆରମ୍ଭ ବିଷୟରେ ନୁହେଁ, ବରଂ ଜୀବନର ଗୁପ୍ତ ତତ୍ତ୍ୱ ବିଷୟରେ ମଧ୍ୟ ଶିଖାଏ। ଧୈର୍ଯ୍ୟ, ତପସ୍ୟା ଓ ଭଗବାନଙ୍କ ଉପରେ ଭରସା, ଏହି ତିନୋଟି ଜିନିଷ କିପରି ମଣିଷ ଜୀବନକୁ ପରିବର୍ତ୍ତନ କରେ ତାହା ଆମେ ଜାଣିବା। ଯେତେବେଳେ ସୃଷ୍ଟିର ଆରମ୍ଭ ହେଲା, ସେହି ସମୟରେ ସମସ୍ତ ଦିଗ ଅନ୍ଧକାରରେ ଭରିଥିଲା। ବିଶାଳ ଜଳ ମଧ୍ୟରେ ଏକ ଦିବ୍ୟ ପଦ୍ମ ଫୁଟିଥିଲା। ସେହି ପଦ୍ମ ଉପରେ ବସିଥିଲେ ପ୍ରଜାପତି ବ୍ରହ୍ମା। ସେ ଚାରିପଟେ ଦେଖୁଥିଲେ କିନ୍ତୁ କିଛି ବୁଝିପାରୁନଥିଲେ। ତାଙ୍କ ମନରେ ଏକ ପ୍ରଶ୍ନ ଘୁରୁଥିଲା, ମୁଁ କିଏ ଏବଂ ମୋ କାମ କ'ଣ? ଏହି ପ୍ରଶ୍ନ ତାଙ୍କୁ ଅଶାନ୍ତ କରିଦେଉଥିଲା। ଏମିତି ବହୁତ ସମୟ ବିତିଯିବା ପରେ ତାଙ୍କ ନୀରବତା ମଧ୍ୟରେ ହଠାତ୍ ଏକ ଶବ୍ଦ ଶୁଣାଗଲା, ତପ ତପ। ଏହି ଦୁଇଥର ଶବ୍ଦ ତାଙ୍କ କାନରେ ପଡ଼ିଲା। ବ୍ରହ୍ମା ଚାରିପଟ ଦେଖିଲେ କିନ୍ତୁ କାହାକୁ ମଧ୍ୟ ଦେଖିଲେ ନାହିଁ। ତାଙ୍କ ମନରେ ଏକ ଭାବ ଆସିଲା। ସେ କହିଲେ, ଏ ନିଶ୍ଚୟ ଭଗବାନଙ୍କ ଆଜ୍ଞା। ତେଣୁ ସେ ନିଷ୍ପତ୍ତି ନେଲେ ଯେ ତପସ୍ୟା କରିବେ। ସୃଷ୍ଟିକର୍ତ୍ତା ବ୍ରହ୍ମା ନିଜ ମନକୁ ଏକାଗ୍ର କରି ଘୋର ତପସ୍ୟା ଆରମ୍ଭ କଲେ। ସେ ଆଖି ବନ୍ଦ କରି ଭଗବାନଙ୍କୁ ସ୍ମରଣ କଲେ। ହଜାର ଦିବ୍ୟ ବର୍ଷ ପର୍ଯ୍ୟନ୍ତ ସେ ତପସ୍ୟା କରିବାକୁ ଲାଗିଲେ। ନା ସେ ଖାଇଲେ, ନା ସେ କିଛି ବିଶ୍ରାମ ନେଲେ, କେବଳ ଧ୍ୟାନରେ ମଗ୍ନ ଥିଲେ। ଆଉ ତାଙ୍କ ତପସ୍ୟାରେ ଏତେ ଶକ୍ତି ଥିଲା ଯେ ସମସ୍ତ ଲୋକ ପ୍ରକାଶିତ ହୋଇଗଲା। ଆଉ ସେ ଦୀର୍ଘ ସମୟର ତପସ୍ୟା ପରେ ବ୍ରହ୍ମାଙ୍କ ତପସ୍ୟାରେ ଭଗବାନ ପ୍ରସନ୍ନ ହେଲେ। ସେ ବ୍ରହ୍ମାଙ୍କୁ ଆସି ଦର୍ଶନ ଦେଇଥିଲେ ଓ ତାଙ୍କୁ ନେଇଯାଇଥିଲେ ନିଜର ଧାମକୁ। ଆଉ ସେଠାରେ ସେ ବ୍ରହ୍ମାଙ୍କୁ ଦିବ୍ୟ ଧାମର ଦର୍ଶନ କରାଇଲେ। ସେଠାରେ ଦୁଃଖ ନଥିଲା, ଭୟ ବି ନଥିଲା, ନା ମୋହ ଥିଲା। ସେଠାରେ ଥିଲା କେବଳ ଶାନ୍ତି ଓ ଆନନ୍ଦ। ବୈକୁଣ୍ଠ ଲୋକରେ ଦିବ୍ୟ ପାର୍ଷଦମାନେ ଭଗବାନଙ୍କ ସେବାରେ ନିରତ ଥିଲେ। ଆଉ ସେହି ସମୟରେ ଭଗବାନ ବ୍ରହ୍ମାଙ୍କୁ କହିଲେ, ସୃଷ୍ଟି ପୂର୍ବରୁ କେବଳ ମୁଁ ହିଁ ଥିଲି। ଏହି ସମସ୍ତ ଜଗତ ମୋ ଠାରୁ ହିଁ ଉତ୍ପନ୍ନ ହୋଇଛି। ଯାହା ସବୁ ଦେଖୁଛ ସେ ସବୁ ମୋ ଶକ୍ତିର ଖେଳ। ତୁମେ ମୋ ଆଶୀର୍ବାଦରେ ସୃଷ୍ଟି କରିବ। ବ୍ରହ୍ମା ଭଗବାନଙ୍କ ପାଦରେ ନମସ୍କାର କରି କହିଲେ, ହେ ପ୍ରଭୁ, ମୋତେ ଏମିତି ଶକ୍ତି ଦିଅନ୍ତୁ ଯେପରି ମୁଁ ସୃଷ୍ଟି କରିବା ସମୟରେ ଅଭିମାନର ବନ୍ଧନରେ ବାନ୍ଧି ହେଇପାରିବିନି। କିନ୍ତୁ ଭଗବାନ ଥିଲେ ଅତ୍ୟନ୍ତ ଦୟାଳୁ। ସେ ତାଙ୍କୁ ଆଶୀର୍ବାଦ କରିଲେ। ଭଗବାନଙ୍କ ଆଶୀର୍ବାଦ ପାଇ ସୃଷ୍ଟି କାର୍ଯ୍ୟ ଆରମ୍ଭ କଲେ। ସେ ପ୍ରଥମେ ପଞ୍ଚମହାଭୂତ ସୃଷ୍ଟି କଲେ, ଆକାଶ, ବାୟୁ, ଅଗ୍ନି, ଜଳ ଓ ପୃଥିବୀ। ତାପରେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଓ ନକ୍ଷତ୍ର ସୃଷ୍ଟି କଲେ। ଏହିଭଳି ଧୀରେ ଧୀରେ ସମସ୍ତ ଜଗତ ଆରମ୍ଭ ହୋଇଗଲା। ଏଥିସହିତ ସୃଷ୍ଟିର କାର୍ଯ୍ୟ ସମାପ୍ତ ହେଲା। ଏହି କାହାଣୀ ଆମକୁ ଶିଖାଏ, ଜୀବନରେ ସଫଳତା ପାଇଁ ଧୈର୍ଯ୍ୟ ଅତ୍ୟନ୍ତ ଆବଶ୍ୟକ। ତପସ୍ୟା ଓ ପରିଶ୍ରମ ଦ୍ୱାରା ଯେକୌଣସି କାମ ସମ୍ଭବ ହୋଇପାରେ। ଆଉ ମନୁଷ୍ୟ ଯେତେବେଳେ ଅଭିମାନ କରେ ସେତେବେଳେ ସେ ନଷ୍ଟ ହୋଇଯାଏ। ଆଉ ଯେତେବେଳେ ଭଗବାନଙ୍କ ଉପରେ ଭରସା ରଖିଥାଏ ସେହି ସମୟରେ ସମସ୍ତ କାର୍ଯ୍ୟର ସମାଧାନ ହୋଇଯାଏ। ଯଦି ଆପଣଙ୍କୁ ଏ କାହାଣୀ ଭଲ ଲାଗିଥାଏ ତେବେ ଆପଣ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ
ଭିଡ଼ିଓକୁ ଲାଇକ୍ କରି ଗୋଟେ ସେୟାର ନିହାତି କରନ୍ତୁ। ଏଇଭଳି ଆଧ୍ୟାତ୍ମିକ କାହାଣୀ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଜୟ ଶ୍ରୀକୃଷ୍ଣ।